खुशी लगुच बहटा सरी जाइए किंतु या पूर्व जो 3 मास दौड़लु से कष्ट लगुला जेहेतु आम रेजिस्ट्रेशन करवाटा ताठू प्रोसेसिंग नेक्स्ट तारीख तापर नेक्स्ट तारीख एमती देवाटा आमको भी टे कष्ट लगुला मे भी हम कि ना आम ग्यारंटी दे पारना केड़े कष्ट काली संध्यार कल आसला जे ना आपणकर हो जाइए आप काली सका कह आम फैमिली को फोन करके तथापि आम फैमिली ये पहुँचबार एत सक्षम है तथापि आसिले सेमती हो जाए जहाँ पाइबा मुझे चाहूली जेहेतु मत मिल जाए मत खुशी लगुच जेहेतु आर्थिक दृष्टि बहुत कम खर्च होगा कार्यक्रम करवा ठीक किंतु ये जो कार्यक्रम पूर्वर जो कष्ट हो दौड़ा दौड़ी जिनस ताकू टिके सहज प्रणाली कौन हो पार से करते भल होता କିନ୍ତୁ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଯେଉଁଟାକି ଗତ 2 ମାସ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଲଞ୍ଚ କରିଥିଲେ ଗଞ୍ଜାମ ଜିଲ୍ଲାରେ ଆଜି ପର୍ଯ୍ୟାୟକ୍ରମେ ଆମ ଜିଲ୍ଲାରେ ଆଜି ଶୁଭାରମ୍ଭ କରାଯାଇଛି। ଏଥିରେ ଆପଣ ଦେଖିଥିବେ 17ଟି ଦମ୍ପତିଙ୍କର ଶୋଇବା ସମ୍ପାଦନ କରାଯାଇଛି। ସେଥିରେ 11ଟି ଦମ୍ପତି ଆମ ହିନ୍ଦୁ ଧର୍ମର ଏବଂ 6ଟି ଦମ୍ପତି ଖ୍ରୀଷ୍ଟିଆନ ସମ୍ପ୍ରଦାୟର। ଯେହେତୁ ଆପଣ ଜାଣିଛୁ ଗଜପତି ଜିଲ୍ଲାରେ ସମସ୍ତ ଧର୍ମର ଆଦିବାସୀ ବସବାସ କରନ୍ତି ସମସ୍ତଙ୍କୁ ସମାନ ସୁଯୋଗ ଦିଆଯାଏ ଏଠି ସେ ଅନୁଯାୟୀ ସମସ୍ତ ଉଭୟ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଧର୍ମକୁ ସମାନ ସୁଯୋଗ ଦିଆଯାଇଛି। ଏଥିରେ ଆମର ମୁଖ୍ୟତଃ ରହୁଛି ଯେଉଁମାନେ ନିମ୍ନ ମଧ୍ୟବିତ୍ତ ପରିବାର ଦମ୍ପତି ଅଛନ୍ତି ଯାହାଙ୍କର ଆର୍ଥିକ ସ୍ଥିତି ଠିକ୍ ନାହିଁ କିମ୍ବା ତାଙ୍କର ସମ୍ବଳ ନାହିଁ ବିବାହ କରିବା ପାଇଁ ତାଙ୍କୁ ଗୋଟେ ପ୍ରୋତ୍ସାହନ ରାଶି ଦିଆଯାଉଛି ସରକାରଙ୍କ ତରଫରୁ ଯେଉଁଟାକି 60,000 ଟଙ୍କା 60,000ରୁ କନ୍ୟାଙ୍କ ଆକାଉଣ୍ଟରେ ଯାଉଛି 45,000 ଟଙ୍କା ଏବଂ ଯେଉଁ ରହିଛି ଆମର ଏଜେନ୍ସି NGO ଯିଏକି ବିବାହ ସମ୍ପାଦନ କରୁଛି ତାଙ୍କ ଆକାଉଣ୍ଟକୁ ଯାଉଛି 15,000 ଟଙ୍କା। ଏହି ଟଙ୍କାରେ ସେମାନେ ବିବାହ ଖର୍ଚ୍ଚ ଆସବାବପତ୍ର ଗିଫ୍ଟ ଏବଂ ଅନ୍ୟାନ୍ୟ ଭୋଜିଭାତ ସେମାନେ କରୁଛନ୍ତି ଏବଂ କନ୍ୟାଙ୍କ ଆକାଉଣ୍ଟକୁ ଯେମିତି କହିଲି ଡାଇରେକ୍ଟଲି ଯାଉଛି 45,000 ଟଙ୍କା ଯେଉଁଟାକି ମାନ୍ୟବର ଯେଉଁମାନେ ଅତିଥିମାନେ ଥିଲେ ସେମାନେ ତାଙ୍କୁ ପ୍ରଦାନ କଲେ ସମସ୍ତ ଦମ୍ପତିମାନଙ୍କୁ। ମୁଁ ଆଶା କରୁଛି ଆଗାମୀ ଦିନରେ ମଧ୍ୟ ଆମ ସମସ୍ତ ବ୍ଲକ ମ୍ୟୁନିସିପାଲିଟି ଅଞ୍ଚଳରେ ଯେଉଁମାନଙ୍କର ଆର୍ଥିକ ସ୍ଥିତି ଠିକ୍ ନାହିଁ ସେମାନେ ବି ଆଗେଇ ଆସନ୍ତୁ।